ନିଜ ବୟଫ୍ରେଣ୍ଡର ଛାତିରେ ହାତ ରଖି ରୋମାନ୍ସ କରିବାଟା ପାପ ନୁହଁ, ବଟ୍ ଇନଷ୍ଟାଗ୍ରାମରେ ଆସି ଛଇବାଟା ଶୁଦ୍ଧ ଭୋଡମେର ପରିଚୟ। ବଟ୍ ରିଆଲିଟିରେ ଯଦି ସେ ପୁଅ ସେ ଝିଅକୁ ଟଙ୍କା 500 ମାଗିଦେଲା, ସେତେବେଳେ ସେ ଝିଅର ପଛପାଟି ହାତକୁ ଆସି ଯାଇଥାଏ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ମୁଁ ରାଜେଶ ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ଭିଡିଓ। ଆଜିର ଭିଡିଓରେ ଆମେ କଥା ହେବା ତମର ମୋର ବରଂ ଆମର ବାପା ଦାଦା 14 ପୁରୁଷଙ୍କର ପ୍ରିୟ ବର୍ଷା ମ୍ୟାଡାମଙ୍କ ବିଷୟରେ। ବଟ୍ ଇଏ ବର୍ଷା ମ୍ୟାଡାମ ଅନୁଭବ ଭାଇଙ୍କର ପୁରୁଣା ଅର୍ଦ୍ଧାଙ୍ଗିନୀ ବର୍ଷା ପ୍ରିୟଦର୍ଶିନୀ ନୁହଁ, ବରଂ ଆମର ଓମ୍ ଭାଇଙ୍କର ପ୍ରେମର ନାୟିକା ବାର୍ବି ବର୍ଷା ବିଷୟରେ। ତେଣୁ ଭିଡିଓରେ ଇଣ୍ଟ୍ରୋରେ ଆଉ ସମୟ ନଷ୍ଟ କରି ଚାଲନ୍ତୁ ଭିଡିଓକୁ ଆରମ୍ଭ କରିବା। ଭାଇ ମୁଁ ହଉଛି ସେଇ ପିଲା, ଯଦି ମୋର ଭୁଲ ଅଛି ତାହେଲେ ମୁଁ ପାଦ ଧରିକି କ୍ଷମା ମାଗିବି। ଦେଖ, ତମେ ମାନେ ଯଦି ଏ ମ୍ୟାଡାମକୁ ଭୁଲି ଗଲନି, ଦେନ୍ ମୁଁ ମନେ ପକେଇ ଦେବା ପାଇଁ ଚାହିଁବି, ଏ ହେଉଛନ୍ତି ସେଇ ମ୍ୟାଡାମ ଯିଏ ଦିନେ ଫ୍ୟାମିଲି ପ୍ରୋବ୍ଲେମ ପାଇଁ ଇତିହାସ ରଚି ପାରିନଥିଲେ, ବଟ୍ ଏବେ ପ୍ରେମରେ ଜୁଲୋଜି ରଚୁଛନ୍ତି। ଆମେ ଦେଖିଥିବା ସ୍ୱପ୍ନ ସେଇ ଦିନ ସତ ହବ ଯୋଉ ଦିନ ଚେଷ୍ଟା ଆମ ଦୁଇ ପଟୁ। ନିଜ ବୟଫ୍ରେଣ୍ଡର ଛାତିରେ ହାତ ରଖି ରୋମାନ୍ସ କରିବାଟା ପାପ ନୁହଁ, ବଟ୍ ଇନଷ୍ଟାଗ୍ରାମରେ ଆସି ଛଇବାଟା ଶୁଦ୍ଧ ଭୋଡମେର ପରିଚୟ। ସେଇ ପୁଅ ଉପରେ କଣ ବା ଡାଉଟ କରିବି, ଯେ ମ୍ୟାରେଜ ପୂର୍ବରୁ ହଜବେଣ୍ଡ ଭଳିଆ କେୟାର ନଉଛି। ବର୍ଷା ଇନଷ୍ଟାଗ୍ରାମର ଜଣେ ଟ୍ୟାଲେଣ୍ଟେଡ କଣ୍ଟେଣ୍ଟ କ୍ରିଏଟର, ଯାହାର କଣ୍ଟେଣ୍ଟ ବିନା ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ ବିନା ସେମିତି ଲାଗେ ଯେମିତି WWE ବିନା ସ୍କ୍ରିପ୍ଟରେ। ଆରେ ବାପା ଯୋଉ ଯାଇନଥିଲେ ବାହାଘର ଠିକ ଦେଖିବାକୁ, କାଲି ତାଙ୍କ ଘର ବାଲା ଆମକୁ ଦେଖିବାକୁ। ମୁନି ସମୟଙ୍କ ଭଳି ତାଙ୍କ ଭିଡିଓରେ ମଧ୍ୟ ଗୋଟିଏ ଜିନିଷ କମନ ଥାଏ, ସେଇଟା ହେଲା ଲେମ୍ବୁ ରସଗୋଳା। ଏତିକି କଣ, ମୁନି ସମୟ ବ୍ଲଗରେ କେବଳ ମୁନି ଗଡ଼ଉଥିବା ବେଳେ ଏଠି ଆମର ବର୍ଷା ମ୍ୟାଡାମଙ୍କ ସହ ଓମ୍ ଭାଇ ମଧ୍ୟ ଗଡ଼େଇବାରେ ବ୍ୟସ୍ତ ରହିଥାନ୍ତି, ଏହି ଆଶାରେ କି କେହି ଜଣେ ସୁହୃଦନ ବ୍ୟକ୍ତି ଆସି ନିଜର କାନ୍ଧ ବଢେଇଦେବେ ଯାଙ୍କର ଏହି ଅର୍ଦ୍ଧଚନ୍ଦ୍ର ବିଶିଷ୍ଟ ମୁଖମଣ୍ଡଳ ପାଇଁ। ତୁ ଡରୁଛୁ ନା ମୁଁ ତତେ ଛାଡିକି ପଳେଇବି? ଗୋଟେ କଥା ମନେ ରଖ, ଯଦି ମୋ ଆଗରେ କୋଟିଏ ଟଙ୍କା ବି ରହେ ନା, ମୁଁ ତାକୁ ବି ଗୋଇଠା ମାରି ପଳେଇବି। ୟାକୁ ହିଁ ଟୁରୁ ଲଭ୍ କୁହାଯାଏ, କାହିଁକି ନା ମ୍ୟାଡାମ ଆମର କୋଟି ଟଙ୍କାକୁ ଗୁଇଁଚା ମାରି ପଳେଇଲେନି ନିଜର ବୟଫ୍ରେଣ୍ଡ ପାଇଁ। ଦେଖ, ଲୋକେ ଲକ୍ଷ ଶିବ ପୂଜିକି ୟାର ଏକ ଗର୍ଲଫ୍ରେଣ୍ଡ ପାଇଥାନ୍ତି, କିନ୍ତୁ ଭାଇ ଆମର 500 ଟଙ୍କାରେ ପାଇଯାଏ। ତମକୁ ପଇସା ଦବାକୁ ମୁଁ କହୁଛି, ମୁଁ ତ ମୋ ପଇସା ଦେଇଦେବି ଆଜି। ତୁ ଦବୁ? ଓହୋ, ଚାଲ ଯିବା। ତୁ ଏତେ ପଇସା କୋଉଠୁ ଆଣୁଛୁ କି? ତୁ ଯେତେବେଳେ ମାଗିଲେ ପଇସା ଦଉଛୁ। ମୁଁ ତମକୁ କହୁଥିଲି ନା, ମୁଁ ଗୋଟେ ଗେମ୍ ଖେଳୁଛି, ସେଥିରୁ ମତେ ଯେତିକି ପ୍ରଫିଟ ହଉଛି ମୁଁ ସେଇ ପଇସାରେ କହୁଛି ତା ସହ ଯିବ ବୁଲିବା। ନିଜର ବୟଫ୍ରେଣ୍ଡ ପାଇଁ କୋଟିଏ ଟଙ୍କାକୁ ବି ଇଗ୍ନୋର କରୁଥିବା ଟୋକି କେବଳ ଟଙ୍କା 500 ପାଇଁ ଫ୍ରଡ୍ ଗେମିଂ ଆପ୍ଲିକେସନ ପ୍ରମୋଟ କରିବାରେ କେବେ ହାଳା କରନ୍ତିନି। ଏଣୁ ବର୍ଷା ମ୍ୟାଡାମ ନିଜର ଶସ୍ତା ଲଭ୍ ଷ୍ଟୋରିର ମହାନ ଜ୍ଞାନଟା ନିଜର କୁଲ ହିଷ୍ଟ୍ରି ମଧ୍ୟରେ ସୀମିତ ରଖିବାକୁ ଚେଷ୍ଟା କର, ଯାହାଦ୍ୱାରା ସମାଜ ପାଇଁ ଲାଭଦାୟକ ହବ। ବାର୍ବି ବର୍ଷା ଏକମାତ୍ର କଣ୍ଟେଣ୍ଟ କ୍ରିଏଟର ଯିଏ ତା ଇନଷ୍ଟାରେ ଫ୍ରଡ୍ ଗେମିଂ ଆପ୍କୁ ପ୍ରମୋଟ କରିବାରେ ଯେତିକି ରିଲ୍ସ ଅପଲୋଡ କରିଛି, ସେତିକି ତାର ରିଏଲ କଣ୍ଟେଣ୍ଟ ବି ଅପଲୋଡ କରିନି। ମୁଁ କଣ ଶୁଣିଲି ତୁ ଗେମ୍ ଖେଳି ପଇସା କମାଉଛୁ କି ରେ? ଖାଲି ମୁଁ ନୁହଁ, ବହୁତ କ୍ରିଏଟର କମାଉଛନ୍ତି। ଯଦି 20 ଟଙ୍କିଆ ଅମୁଲ କୁଲ୍ ଆଉ 10 ଟଙ୍କିଆ ବ୍ରେଡ ଖାଇବା ପାଇଁ ଫ୍ରଡ୍ ଗେମିଂ ଆପ୍କୁ ପ୍ରମୋଟ କରିବାକୁ ପଡୁଛି, ତେବେ ଉପାସ ରହିଯିବାଟା ହିଁ ବେଟର ହବ। ଏଟଲିଷ୍ଟ ନିଜକୁ ତ କଷ୍ଟ ହବ, ନା କି ଗେମିଂରେ ବର୍ବାଦ ହେଉଥିବା ଫ୍ୟାମିଲି ମେମ୍ବର୍ସକୁ। ଯଦି ନିଜର କରିଛ ମତେ, ତାହେଲେ କେବେ ଛାଡିକି ଯିବନି, କାହିଁକି ନା ମନ୍ଦିର ନୁହଁ ମଶାଣି ସହ ତୁମ ସହ ଯିବା ପାଇଁ ପ୍ରସ୍ତୁତ। ନୂଆ ନୂଆ ପ୍ରେମ କରିଲେ ଲୋକେ ବହୁତ ସାରା ପ୍ରମିସ କରିଥାନ୍ତି, ଯେମିତି ତମ ସହ ମୁଁ ମଶାଣି ଯାଏ ଯିବି, ତମେ ମତେ ଛାଡି ଚାଲିଗଲେ ମୁଁ କଣ କରିବି, ତମେ ମୋ ଜୀବନ, ତମେ ମୋ ପାଇଁ ସବୁ କିଛି। ବଟ୍ ରିଆଲିଟିରେ ଯଦି ସେ ପୁଅ ସେ ଝିଅକୁ ଟଙ୍କା 500 ମାଗିଦେଲା, ସେତେବେଳେ ସେ ଝିଅର ପଛପାଟି ହାତକୁ ଆସି ଯାଇଥାଏ। ଆହୁରି କିଛି ଲୋକ ତ ନିଜର ସ୍ୱାମୀକୁ ଅକର୍ମା ବୋଲି କହିଥାନ୍ତି। ଭଗବାନ କରନ୍ତୁ ମୋ ଆୟୁଷ ତମକୁ ଲାଗିଯାଉ, ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ତମ କୋଳ ମୋ ପାଇଁ ସ୍ୱର୍ଗ ପାଲଟି ଯାଉ। ଇନଷ୍ଟାଗ୍ରାମରେ ୟାଙ୍କର ଚମନଜୁତିଆ ଲଭ୍ ଷ୍ଟୋରି ଦେଖିକି ଯେତିକି ହସ ନ ଲାଗେ, ସେତିକି ଦୁଃଖ ଲାଗେ ୟାଙ୍କର ଅଡିଏନ୍ସଙ୍କର କମେଣ୍ଟ ଦେଖିକି। ଭାଇ ତମେ କୋଉ ଦୁନିଆରେ ରହୁଛ କି? ୟାଙ୍କର ଏଇ ଟଙ୍କିକିଆ ଆକ୍ଟିଂରେ ବି ତମେ ଇମୋସନାଲ ହେଇଯାଉଛ। ମତେ ତ ଲାଗୁଛି ତମ ମାନଙ୍କୁ ପିଲା ବେଳେ ଅଙ୍ଗନବାଡିରେ ଠିକ ସେ ଛତୁଆ ବି ମିଳିନି, ନହେଲେ ଅଙ୍ଗନବାଡି ଅଣ୍ଡା। ମୁଁ ଯୋଉ ଗାଁରୁ ବିଲଙ୍ଗସ୍ କରୁଛି, ମାନେ ସେଠି ଯଦି କେହି ବି ଗୋଟେ ଉପରକୁ ଉଠିଲା ତ ସେମାନେ ସହିପାରନ୍ତିନି। ଫାଷ୍ଟ ଯେତେବେଳେ ମୁଁ ଭିଡିଓ କରିବା ଷ୍ଟାର୍ଟ କଲି ତ ସମସ୍ତେ କହିଲେ କି ଇଏ ଭୁବନେଶ୍ୱରରେ ଟୋକା ଧରିକି ନାଚୁଛି। ଦେଖ, ଯିଏ ବି କହୁଛ ବର୍ଷା ମ୍ୟାଡାମ ଆମର ଭୁବନେଶ୍ୱର ପରେ ଟୋକାଙ୍କୁ ନେଇ ନାଚୁଛନ୍ତି ବୋଲି, ଟୋଟାଲ ଉପରେ ଭୁଲ କହୁଛ। ଜଣଙ୍କ ବିଷୟରେ ନ ଜାଣିକି ଏମିତି କହିବାଟା ଠିକ ନୁହଁ, କାହିଁକି ନା ବର୍ଷା ମ୍ୟାଡାମ ଆମର
ଟୋକାଙ୍କୁ ନେଇ ନାଚୁନାହାନ୍ତି, କେବଳ ଛାତିରେ ହାତ ରଖି ବାବା ସଲେଲ କରୁଛନ୍ତି। ବ୍ରେକଅପ୍ ରେ 4ଟା ପୁଅ ଅଲରେଡି ତମର ବ୍ରେକଅପ୍ ହେଇକି ସେ 4ଟା ପୁଅ ଧରିକି ବୁଲୁଛି। ହେଲେ ସିଏ ସତୀ ସାବିତ୍ରୀ ଏଇଥିପାଇଁ କି କାହିଁକି ନା ସିଏ ତାଙ୍କ ରିଲେସନସିପ କୁ ପବ୍ଲିଶ କରୁନାହାନ୍ତି। ଦେଖ ବର୍ଷ ମ୍ୟାଡାମ, ସେଟା ପୁଅ ଝିଅଙ୍କର ପ୍ରେମ ସମ୍ପର୍କ, ତାକୁ ସମାଜ ସାମ୍ନାକୁ ଆଣିବାକୁ ପବ୍ଲିକ କରିବାକୁ କୁହନ୍ତି। ଏ ନନ୍ଦକେଶ୍ୱର ବଳଙ୍କ ଦ୍ୱାରା ରଚିତ ଚମ୍ପାବତୀ ରାଜକନ୍ୟାର ସ୍ୱପ୍ନ ନୁହେଁ ଯେ ପବ୍ଲିଶ କରାଯିବ। ମୁଁ ଜାଣେ ତମର ଇଂଲିଶ ଗଲ ଟିକେ ଦୁର୍ବଳ, ତେଣୁ ଯେତେବେଳେ ଇଣ୍ଟରଭ୍ୟୁ ଦଉଛ ଓଡ଼ିଆରେ କହିବାକୁ ଟ୍ରାଏ କର। ତମ ସହ ତମର ଅଡିଏନ୍ସକୁ ବି ବୁଝିବାକୁ ସୁବିଧା ହବ। ଏଇ କଥାକୁ ନେଇକି ଘରେ କେତେବେଳେ ଆପଣଙ୍କୁ କହିଛନ୍ତି ନାଇଁ ଭିଡିଓ କରନି କି ଭାଇଙ୍କ ସାଙ୍ଗରେ କରିବାକୁ ମନା ରିପୋର୍ଟର ମ୍ୟାଡାମ, ତାଙ୍କର କଥା ଆମେ ପରେ ଜାଣିବା। ପ୍ରଥମେ ଆଗ ତମେ ମତେ କୁହ, ତମକୁ ଏଇ କଥା କେହି କହିନାହାନ୍ତି କି ରିପୋର୍ଟର ହେଇଛୁ ସବୁବେଳେ ନ୍ୟୁଜ ପ୍ରୋଭାଇଡ କରିବା ପାଇଁ ଟ୍ରାଏ କରିବୁ। କେବେ କ୍ୟାମେରା ଧରି କାହା ଘରେ ପଶି ଏହା ଦେଖିବା ପାଇଁ ଟ୍ରାଏ କରିବୁନି କି କିଏ କାହା ବିଛଣାରେ ପଶିଛି, କେଉଁଠୁ କା ଭାଉଜ ପ୍ରେମରେ ପାଗଳ ହେଉଛି। ମାନେ ଏପଷ୍ଟିନ୍ ଫାଇଲ ଆସି ତାର ସଂସାରକୁ ଓହ୍ଲେଇ ସାରିଲାନି। ବାଟ ୟାକୁ ଆମର ଏ ସଂସ୍ଥା ପ୍ରେମୀ ଯୁଗଳଙ୍କର ଲଭ ଷ୍ଟୋରି ଦେଖେଇବାର ଅଛି। ସତେ ଯେମିତି ୟାଙ୍କର ପ୍ରେମ କାହାଣୀ ପିସି ଏକ୍ସାମର ଫାର୍ଷ୍ଟ କ୍ୱେଶ୍ଚନ ଦେଇ ଆସିବ। ତ ଗାଇଜ ଆଜି ପାଇଁ ଏତିକି ଥିଲା। ଯଦି ଭିଡିଓଟି ପସନ୍ଦ ଆସିଥାଏ ଲାଇକ୍ କମେଣ୍ଟ ସବସ୍କ୍ରାଇବ ନିହାତି ଭାବରେ କରିବେ। ଦେଖା ନେକ୍ସଟ ଭିଡିଓରେ, ସେତିକି ପାଇଁ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ।